ସ୍ୱରାଜ୍ୟ କାହିଁ? ପ୍ରାବନ୍ଧିକ ପଣ୍ଡିତ ନୀଳକଣ୍ଠ ଦାସ। ଗଲା ଫେବୃଆରୀ 17 ତାରିଖ ହରିଜନ ପତ୍ରରେ ମହାତ୍ମା ଗାନ୍ଧୀ ଗୋଟିଏ ଚିଠି ଓ ତା ଉପରେ ଆଲୋଚନାଟିଏ ଦେଇଛନ୍ତି। ଚିଠିଟି ଗାନ୍ଧୀଙ୍କ ନିକଟକୁ ଲେଖା ହୋଇଥିଲା। ପତ୍ର ଲେଖକଙ୍କୁ ଗାନ୍ଧୀ କଥାରେ ମୂଲ୍ୟ ଥିବା ଭଳି ଜଣେ ସହକର୍ମୀ ବୋଲି ଲେଖିଛନ୍ତି। ସେହି ସହକର୍ମୀ ଗାନ୍ଧୀଙ୍କୁ ଲେଖିଛନ୍ତି, ଗଲା ମାସ ଖଣ୍ଡକ ଭିତରେ ଯାହା ଘଟିଛି ଏଥିରେ ମୋ ଧାରଣା ଦୃଢ଼ ହୋଇଛି ଯେ ଇଂରେଜ ସରକାର ଆମେ କହୁଥିବା କଥା ଗ୍ରହଣ କରିବାରେ ଆଶା ନାହିଁ। ବରଂ ଘଟଣାମାନଙ୍କରୁ ବୁଝାଯାଏ ସେମାନେ ଠିକଣା ହୋଇ ସାମ୍ରାଜ୍ୟ ପନ୍ଥାରେ ଅଛନ୍ତି। ଏବେ ତ ଇଂରେଜୀ ପାର୍ଲାମେଣ୍ଟ ପ୍ରାଦେଶିକ ସରକାର କର ବସାଇବା କ୍ଷମତା କାଟି ଭାରତ ଶାସନ ଆଇନର ଏକ ସଂଶୋଧନ ପାସ୍ କରିଛନ୍ତି। ଫଳରେ ଯୁକ୍ତ ପ୍ରବେଶର ବ୍ୟବସାୟ ଉତ୍ପାଜନ କର ଆଇନ ନାମଞ୍ଜୁରରେ ଗଲା। ଏଥିରେ ଖାଲି ପ୍ରାଦେଶିକ ବ୍ୟବସ୍ଥା ସଭାର କ୍ଷମତା ଯେ ଗଲା ସେତିକି ନୁହେଁ। ବିଶେଷତଃ ଏ ସମୟରେ ଏହା ସ୍ପଷ୍ଟ କରି ସାମ୍ରାଜ୍ୟ ନୀତି ଦେଖାଇଦେଲା। ଆପଣ ବଡ଼ ଲାଲଟଙ୍କ ସଙ୍ଗେ ଦେଖା କରିବାକୁ ଦିଲ୍ଲୀକୁ ଯିବାର ଉତ୍ସାହ କିଛି ମିଳୁନାହିଁ। ସେ ପୁରୁଣା କସରତ, ସେଇ ପରିସ୍ଥିତି, ସେଇ ଉଦ୍ଦେଶ୍ୟ, ସେଇ ଲୋକ, ଫଳ ବି ସେଇଆ ହେବ। ଏହା ଫଳରେ କିନ୍ତୁ ଦୁର୍ଭାଗ୍ୟ ଆହୁରି ବଢ଼ିଛି। ସାଲିସ ହେଲା ବୋଲି ଦେଶସାରା ଟାଙ୍କିଛନ୍ତି। ଏପରି ସାଲିସର କାରଣ ତ କିଛି ନାହିଁ। ପୁଣି ଏପରି ମନୋଭାବରେ ସମସ୍ତେ ନିସ୍ତେଜ ଓ ଶକ୍ତିହୀନ ହେଉଛନ୍ତି। କାରଣ ଏ ଭାବ ସବଳତାରୁ ଆସୁନାହିଁ ଓ ଅନେକଙ୍କ ପକ୍ଷରେ ଏହା ଭିତରେ କଦର୍ଯ୍ୟ କାମନା ରହିଛି। ସେମାନେ ଯେପରି କି ସଙ୍କୁଚିତ ଯାହା ହେବ ହେଉ ପଛକେ କିପରି ଲଢ଼େଇ ନ ହେଉ, ଯେଉଁ ଚିରୁଡାକ କ୍ଷମତା ଆମକୁ ମିଳିଥିଲା ତାହା କେମିତି ଫେର୍ ହାତରୁ ପଡ଼ୁ। ଝଗଡ଼ାରେ କ୍ଷତି ତା ଲୋଡ଼ା ନାହିଁ ସତ, ମାତ୍ର ସର୍ବସ୍ୱ ପଣ କରି ଝଗଡ଼ା ଏଡ଼ି ବସିଲେ ପୁଣି ଫଳରେ କ୍ଷତି ଓ କ୍ଷତପୀଡ଼ା ଆହୁରି ବେଶୀ ହୋଇପାରେ। ଏକ୍ଷଣି ଅବଶ୍ୟ ଝଗଡ଼ାର କଥା ଉଠୁନାହିଁ, ମାତ୍ର ବଳିଷ୍ଠ ଭାବରେ ନିଜର ମୁଣ୍ଡ ଟେକି ରଖିବାକୁ ହେବ। ମୁଣ୍ଡ ନୁଆଁଇ ଦୁର୍ବଳ ହୋଇଯିବା ଠିକ୍ ନୁହେଁ। ମନେ ହେଉଛି ଭାରତ ତଥା ଇଂଲଣ୍ଡରେ ଧାରଣା ପଡ଼ିଯାଉଛି ଆମର ଯେପରି ଲଢ଼େଇ ଜମାରୁ ଇଚ୍ଛା ନୁହେଁ ଓ ସେଇଥିପାଇଁ ଯାହା ମିଳିପାରିବ ସେତକ ହେଲେ କେମିତି ମିଳିଗଲେ ରକ୍ଷା। ଏପରି ଧାରଣାରେ ଅନୀତି ଘଟିଯିବା କଥା। ଗତ 2 ସପ୍ତାହରେ ମୁଁ ଲକ୍ଷ୍ୟ କରିଛି କଂଗ୍ରେସ ପ୍ରତିନିଧି ନିର୍ବାଚନରେ ଏ ଅନୀତିର ପ୍ରଭାବ ପ୍ରକାଶ ପାଇଛି। ଲଢ଼େଇ ଶଙ୍କାରେ ଯେଉଁମାନେ ପଛଘୁଞ୍ଚା ଯାଉଥିଲେ ସେମାନେ ଏବେ ପୁଣି ମନ୍ତ୍ରିତ୍ୱର ମୋହନ ଏବେ ଶେଷକୁ ଚମକି ପଡ଼ି ମହାତ୍ମାଜୀ ଇଂରେଜଙ୍କୁ ଠିକ୍ କଥା ପ୍ରାଣ ଶୁଣାଇ ଦେଇସାରିଲେଣି ଓ ଗାନ୍ଧୀ ସେବାସଂଘକୁ ଭାଙ୍ଗି ପୁନର୍ଜନ୍ମ ଦେବାର ସୂଚନା ଦେଲେଣି। ତେବେ ଗାନ୍ଧୀ ସେବାସଂଘ ରାଜନୀତି ଛାଡ଼ି କିପରି ଭାବରେ କେତେଦିନ ରହିବ ନ ଦେଖି କହି ହେଉନାହିଁ। ଜେଲ୍ ପ୍ରଭୃତିକୁ କେବେ ଡାକ ପଡ଼ିଲେ ସେମାନେ ଯିବେ କି ନା? ନଚେତ୍ ଖାଲି ରାମକୃଷ୍ଣ ମିଶନ ପ୍ରଭୃତି ପରି ନିଷ୍କାମ ସେବା ଧର୍ମରେ ହିଁ ଗାନ୍ଧୀଙ୍କର ଭବିଷ୍ୟତ ସ୍ମୃତି ମଣ୍ଡିତ ଗଢ଼ିବେ। ମହାତ୍ମା ଗାନ୍ଧୀଜୀ ଏସବୁ କ୍ରମେ ସ୍ପଷ୍ଟ କରିବେ ବୋଲି ଆଶା କରାଯାଏ। ଏହିଠାରେ ଶେଷ ହେଲା ପଣ୍ଡିତ ନୀଳକଣ୍ଠ ଦାସଙ୍କର ପ୍ରବନ୍ଧ ସ୍ୱରାଜ୍ୟ କାହିଁ? ରହିଲି, ନମସ୍କାର।